ବର୍ତ୍ତମାନ ଆପଣମାନେ ନିଶ୍ଚିତ ପରିଚୟ ପାଇସାରିଥିବେ। ଜୟ ଜଗନ୍ନାଥ। ତ ପରିଚୟ ମୁଁ ହାଲକା ଡେଜିଗ୍ନେସନ୍ ଟିକେ କହିଦେଉଛି, ତାପରେ ତାଙ୍କ ମୁହଁରୁ ଶୁଣିବା। ତ ଇଏ ଅଛନ୍ତି ଆମର କାଳିଆ ସାର୍, ଯାହା ଫେମସ୍ ଯାତ୍ରା ଇଣ୍ଡଷ୍ଟ୍ରିର ଆଗ ଧାଡ଼ିର ଜଣେ ଭଲ କୋରିଓଗ୍ରାଫର। ବର୍ତ୍ତମାନ ପାଇଁ ସେ କୋଣାର୍କ ଗଣନାଟ୍ୟରେ ଡ୍ୟୁଟିରେ ଅଛନ୍ତି। ତ ପାଖରେ ଆମର ପାର୍ଟି ପଡ଼ିଥିଲା, ଆମେ ତାଙ୍କୁ ନିମନ୍ତ୍ରଣ କରି ଡାକିଲୁ। ଆମ ପାଖରେ ବହୁ ମୂଲ୍ୟବାନ ସମୟ ଦେଇ ଆମ ପାଖରେ ପହଞ୍ଚିଛନ୍ତି, ସେଥିପାଇଁ ଧନ୍ୟବାଦ କାଳିଆ ସାର୍ଙ୍କୁ ଏବଂ ଯଶୁ ଭାଇଙ୍କୁ ମଧ୍ୟ। ତାଙ୍କ ପରିଚୟ ବି ଆପଣ ଏବେ ପୁରା ଭାଇରାଲ୍ରେ ଅଛନ୍ତି ଗୋଟେ ଗୀତରେ। ତ କୋଣାର୍କ ଗଣନାଟ୍ୟର ସବୁ ଷ୍ଟାଫ୍ମାନଙ୍କୁ ଅନେକ ଅନେକ ଧନ୍ୟବାଦ। ଆଉ ଆମର ବହୁତ ଡଲଫିନ୍ ଡ୍ୟାନ୍ସର ଫେଭରାଇଟ୍ ଯାତ୍ରା ଅନୁଷ୍ଠାନ କୋଣାର୍କ ଗଣନାଟ୍ୟ। ଆସନ୍ତୁ ଶୁଣିବା କାଳିଆ ସାର୍ଙ୍କ ମୁହଁରୁ କିଛି ଶୁଣିବା, ଆମ ସହିତ ମିଶିଲେ କ'ଣ କେମିତି ଲାଗିଲା ସାର୍ କୁହନ୍ତୁ। ଜୟ ଜଗନ୍ନାଥ। ସର୍ବପ୍ରଥମେ ନାଚ ଯେଉଁ ଦର୍ଶକମାନେ ଭଲ ପାଉଛନ୍ତି, ଆପଣମାନଙ୍କର ଆଶୀର୍ବାଦ ଭିକ୍ଷା କରୁଛୁ ଆମେ। କାହିଁକି ଆପଣମାନଙ୍କର ଆଶୀର୍ବାଦକୁ ନେଇକି ଆମେ ଆଗକୁ ଚାଲିଛୁ ପ୍ରତ୍ୟେକ କଳାକାର। ଆଉ ପ୍ରଥମେ କହିବି, ମୋ ଲାଇଫ୍ର ଷ୍ଟାର୍ଟିଂ ପଏଣ୍ଟ ହେଉଛି ଡ୍ୟାନ୍ସ ଗ୍ରୁପ୍। ତେଣୁ ମୁଁ ଗ୍ରୁପ୍ ଯେକୌଣସି ପାଖରେ ପଡ଼ିଲେ ପଳାଇ ଆସେ। ଆଉ ଡଲଫିନ୍ ଡ୍ୟାନ୍ସ ଗ୍ରୁପ୍ ଇଏ ବି ବହୁତ ଭାଇରାଲ୍। ଆଉ ମୁଁ ଶୁଣିଛି, ମୁଁ ଦେଖିଛି, ଭିଜୁଆଲ୍ ସବୁ ଦେଖିଛି ତାଙ୍କର। ମୁଁ କହିଲି ନାହିଁ, ଯେମିତି ହେଲେ ଯାଇକି ତାଙ୍କ ପାଖରେ ପହଞ୍ଚିବି। ଆଉ ସବୁଠୁ ବଡ଼ କଥା, ମୋ ପାଖରେ ବି 2 ଜଣ ପିଲା ଅଛନ୍ତି। ଆର ବର୍ଷ ଥିଲେ ରକି, ବିଶ୍ୱଜିତ। ବର୍ତ୍ତମାନ ରକି ଅଛି ସୂର୍ଯ୍ୟ ମନ୍ଦିରରେ, ବିଶ୍ୱଜିତ ଆମ ପାଖରେ ଅଛି। ଯେହେତୁ ସେମାନେ ଆଙ୍କ ପାଖରେ ଗଢ଼ା ହେଇକି ଯାଇଛନ୍ତି, 2 ଜଣ ଭଲ ପିଲା, ଭଲ ଡ୍ୟାନ୍ସ ବି କରୁଛନ୍ତି। ତେଣୁ ମୁଁ ଚାହିଁଲି ତାଙ୍କ ଭିଟାମାଟି ଯେଉଁଠୁ ଆରମ୍ଭ ହେଇଛି ସେଠିକି ଟିକେ ଯିବି। ଆଉ ଭଲ ଲାଗିଲା ଆଜି ଆସିଲି। ଗୋଟେ ବହୁତ ସୁନ୍ଦର ଗ୍ରୁପ୍, ବଡ଼ ଗ୍ରୁପ୍, ମାନେ ଗ୍ରୁପ୍ର ଆଙ୍କର ମାନେ ଦମଦାର ଗ୍ରୁପ୍ ଯେଉଁ କୁହନ୍ତି ସେମିତି ଦମ୍ ଅଛି। ଏଇଥିପାଇଁ ତାଙ୍କର କୋରିଓଗ୍ରାଫି, ତାଙ୍କ କଷ୍ଟ୍ୟୁମ୍ ବି ସବୁ ଦେଖୁଥିଲି, କଷ୍ଟ୍ୟୁମ୍ ଡିଜାଇନ୍ ସବୁ ଦେଖିଲି, ବହୁତ ଭଲ ଲାଗିଲା ପିଲାମାନେ। ଆଉ ତାଙ୍କର ମେନ୍ ହେଉଛନ୍ତି ଯିଏ ଓନର୍ ଅଛନ୍ତି, ତାଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି। କାହିଁକିନା ସିଏ ଯାହା ହଉ ଗ୍ରୁପ୍ ଗୋଟେ କରିବା, କେତେ ସଂଗଠନ ଗୋଟେ କରିବା କେତେ କଷ୍ଟ, ସିଏ ଏତେ ପିଲାଙ୍କୁ ବାନ୍ଧିକି ରଖିଛନ୍ତି। ପ୍ଲସ୍ ତାଙ୍କୁ କୋରିଓଗ୍ରାଫି କରିକି ଆଗ ଧାଡ଼ିକି ନେଇପାରିଛନ୍ତି ତାଙ୍କ ଗ୍ରୁପ୍କୁ, ସେଥିପାଇଁ ତାଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ଡାକିଛନ୍ତି, ଆସି ପହଞ୍ଚିଲି। ଆଉ କହିବି, ଯେଉଁମାନେ ଏ ଚ୍ୟାନେଲ୍ରେ ବର୍ତ୍ତମାନ ସୁଦ୍ଧା ନୂଆ ଅଛନ୍ତି, ଆପଣମାନେ ଚ୍ୟାନେଲ୍ଟିକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ। ଆଉ ଯେଉଁଟା ଆପଣଙ୍କ ହୃଦୟକୁ ଆସୁଛି, ଖାଲି ଯେ ଭଲ କମେଣ୍ଟ ଦେବେ ସେଇଟା କହିବେନି। ଯେଉଁଟା ଆପଣମାନଙ୍କୁ ଭଲ ଲାଗିବ ସେଇଟା ଆପଣ ଦେବେ, କମେଣ୍ଟ ଦେବେ। କାହିଁକିନା କମେଣ୍ଟରୁ ଆମେ କିଛି ଶିକ୍ଷା ପାଉ। ମୁଁ ଯେମିତି କୌଣସି ଡ୍ୟାନ୍ସ କଲାବେଳେ ମୁଁ ଯେତେବେଳେ ଭିଡ଼ିଓ ଆସେ, କମେଣ୍ଟ ଆସେ, ସାର୍ ଏଇ ଜିନିଷ ଟିକେ କରିଥିଲେ ଭଲ ହେଇଥାନ୍ତା। ନିଶ୍ଚିତ ଆମେ ଆଜ୍ଞା ଆପଣଙ୍କ ପାଇଁ, ଆପଣଙ୍କର 2 ପଇସା ରୋଜଗାର କରି ଆପଣ ଆଣୁଛନ୍ତି, ସେଥିରୁ ଟିକେଟ୍ କରୁଛନ୍ତି କିମ୍ବା କୌଣସି ପ୍ରୋଗ୍ରାମ୍ କରୁଛନ୍ତି, ସେ ପଇସା ଆମେ ଆଣିକି ଆମେ ଚଳୁଛୁ। ତେଣୁ ଆପଣଙ୍କର ପଇସା ମୂଲ୍ୟବୋଧ ଉଠିବା ପାଇଁ ଆମେ ସବୁବେଳେ ପାଇଁ ଚେଷ୍ଟା କରିବୁ। ଆଉ ଏମିତି ତ ଚାଲିଛି, ଡ୍ୟାନ୍ସ ଚାଲିଛି, ଆପଣମାନଙ୍କର ଆଶୀର୍ବାଦ ରହୁ। ସର୍ବୋପରେ ଏତିକି ଭଗବାନଙ୍କ ପାଖରେ ଡାକନ୍ତୁ, କଳାକାରମାନେ ଯିଏ